ଚିଙ୍ଗୁଡ଼ିରେ ଯୋଉ ବି ଆଇଟମ୍ ବନାନ୍ତୁ ସେ ତ ଏମିତିରେ ବହୁତ ଟେଷ୍ଟି ବନିଥାଏ। କିନ୍ତୁ ଏଇ ଯୋଉ ଚିଙ୍ଗୁଡ଼ିରେ ବନାନ୍ତି ମଲାଇ କରି ତା ଟେଷ୍ଟ ତ ବହୁତ ହି ବଢ଼ିଆ ଲାଗେ। ଏକଦମ କ୍ରିମି ଖାଇବାକୁ ବି ବହୁତ ଟେଷ୍ଟି ହେଇଥାଏ। ତ ଡେରି ନକରି ଚାଲନ୍ତୁ ଷ୍ଟାର୍ଟ କରିବା। ୱେଲକମ୍ ଟୁ ସ୍ମୃତି ରୋଷେଇଶାଳା। ଏଠି ଚିଙ୍ଗୁଡ଼ିକୁ ମୁଁ ଭଲରେ ଧୋଇଥାଏ। ତା ଦେହରେ ଲୁଣ ହଳଦୀ ଗୋଳେଇକି ତାକୁ ପାଖାପାଖି 10ରୁ 15 ମିନିଟ୍ ଛାଡ଼ି ଦେଇଥିଲି ରେଷ୍ଟ ପାଇଁ। ମୁଁ ଚିଙ୍ଗୁଡ଼ିର କେବଳ ନିଶ ହିଁ କାଟିଛି, ତା କଭର ଛଡ଼େଇନି, କାହିଁକିନା ମୋତେ ଏମିତି ଭଲ ଲାଗେ। ଆପଣଙ୍କୁ ଯଦି କଭର ନ ଭଲ ଲାଗେ ତ କଭର ୟାର ଛଡ଼େଇ ନେବେ। ତାପରେ ଚିଙ୍ଗୁଡ଼ି ଭାଜିବା ପାଇଁ ମାତ୍ର 2-3 ମିନିଟ୍ ସମୟ ହିଁ କାଫି ହେଇଥାଏ। ଆଉ ବେଳେବେଳେ ଚିଙ୍ଗୁଡ଼ିରୁ ଟିକେ ପାଣି ବାହାରିଥାଏ, ତ ସେଇ କେସ୍‌ରେ 5ରୁ 6 ମିନିଟ୍ ବି ଏନଫ୍। ତ ଏଇଠି ପାଣି ମରିଗଲା ପରେ ଦେଖିବେ ଚିଙ୍ଗୁଡ଼ି କେତେ ବଢ଼ିଆ ସେ ଭାଜି ହେଇଯାଇଛି। ୟାକୁ ଆମେ କାଢ଼ି ନେବା। ତ ସେମ୍ ପ୍ୟାନ୍‌ରେ ମୁଁ ଏଠି ସୋରିଷ ତେଲ ନେଇଛି ଆଉ 2ଟା ମିଡିୟମ୍ ସାଇଜ୍‌ର ପିଆଜକୁ ଏଠି ଭଲସେ ପେଷ୍ଟ ବନେଇକି ମୁଁ ଏଥିରେ ଆଡ୍ କରିଛି। ଏଠି ପିଆଜକୁ ଭଲରେ କଷି ନେବା। ପିଆଜ ଯେତେବେଳେ ଭଲରେ କଷି ହେଇଯିବ ତେଲ ଛାଡ଼ିବାକୁ ଲାଗିବ ଆଉ ସବୁ ଏକାଠି ହେଇଯିବ। ତ ଏଠି ଦେଖନ୍ତୁ ତେଲ ଛାଡ଼ିକିନା ଏଠି ଏକାଠି ହେଇଗଲାଣି। ତ ଏଇ ମୋମେଣ୍ଟରେ ଆମେ ଆମ ମେନ୍ ପୋସ୍ତ ବାଲା ଆମ ପେଷ୍ଟ ଆଡ୍ କରିବା। ତ ତା ପାଇଁ ମୁଁ ମୁଠାଏ ନଡ଼ିଆ, ମୁଠାଏ ଚାରମଗଜ, 1 ଚାମଚ ଧଳା ସୋରିଷ, 1 ଚାମଚ କଳା ସୋରିଷ, 1 ଚାମଚରୁ ଟିକେ କମ୍ ଏଠି ଜିରା ଆଡ୍ କରିଛି। ତାପରେ ଏଥିରେ 2ରୁ 3ଟା ନିଜ ରାଗ ଅନୁସାରେ ଲଙ୍କା ଆଡ୍ କରିବେ। ଆଉ ଏଠି ପୋସ୍ତ 1 ଚାମଚ ମୁଁ ଆଡ୍ କରିଛି। ଧନିଆ ପତ୍ର ଟିକେ ଆଉ ଏଠି 2ଟା ହିଁ ମାତ୍ର ରସୁଣ ଆଡ୍ କରିଛି, ଅଦା ଆଡ୍ କରିନି। ଆଉ ହଁ 2-4ଟା ମୁଁ କାଜୁ ଆଡ୍ କରିଥିଲି, ବାସ୍ ସେଇଟାର ଭିଡ଼ିଓ ନେବାକୁ ଭୁଲି ଯାଇଛି। ତ କାଜୁ ଆପଣ 2-4ଟା ଆଡ୍ କରିବେ। ତାପରେ ତାର ବଢ଼ିଆ ସେ ପେଷ୍ଟ ବନେଇକି ଆକୁ ଆମେ କଷି ନେବା। ୟାକୁ କଷିଲା ବେଳେ ମୁଁ ମସଲା ଗ୍ରାଇଣ୍ଡିଙ୍ଗ କରିକି ଯେଉଁ ଟିଫିନ୍ ଧୋଇକି ବି ପାଣି ହାଲକା ହାଲକା ଆଡ୍ କରିକି କଷିଛି। ୟାକୁ କଷିଲା ବେଳେ ବଢ଼ିଆ ସେ ଟିକେ ଟିକେ ମଝିରେ ଚଲାଉଥିବେ, କାହିଁକିନା ବହୁତ ଜଲ୍ଦି ତଳେ ଲାଗିଯାଏ ଆଉ ପୋଡ଼ିଯାଏ। ମସଲା ଭଲସେ କଷି ସାରିଲା ପରେ ଏଠି ମୁଁ ଆବଶ୍ୟକ ଅନୁସାରେ ପାଣି ଆଡ୍ କରିଛି। ତ 4ରୁ 5 ମିନିଟ୍ ଛାଡ଼ିଦେବା ଫୁଟିବା ପାଇଁ ଆଉ ସେଥିରେ ସ୍ୱାଦ ଅନୁସାରେ ଲୁଣ ଆଡ୍ କରିବା। ତାକୁ 4-5 ମିନିଟ୍ ଫୁଟିଲା ପରେ ଏମିତି ଦେଖିପାରୁଥିବେ କେମିତି ଉପରେ ତେଲ ଗୁଡ଼ା ସବୁ ଆସି ଲାଗିଯାଇଛି। ତ ଏଇ ମୋମେଣ୍ଟରେ ଜାଣିପାରିବେ କି ମସଲା ଆମର ବଢ଼ିଆ ସେ କଷି ହେଇସାରିଲାଣି। ତ ସେଇ ଷ୍ଟେଜ୍‌ରେ ମୁଁ ଏଇଟା ଆଡ୍ କରୁଛି ଆମର ଯେତିକି ଚିଙ୍ଗୁଡ଼ି ଭାଜିକି ରଖିଥିଲି। ଚିଙ୍ଗୁଡ଼ି ଆଡ୍ କରିସାରିଲା ପରେ ମୁଁ ଆକୁ ଏମିତି ଖୋଲାରେ ହିଁ 2-4 ମିନିଟ୍ ଆହୁରି ଫୁଟେଇଦେବି। ନାଇଁ ତ ଯେପର୍ଯ୍ୟନ୍ତ ଆପଣଙ୍କୁ ଯେତିକି ରିକ୍ୱାର୍ଡ ଗ୍ରେଭି ଦରକାର ସେତିକି ଯାଏଁକେ। ମୁଁ ଆକୁ ଏଠି ଏତିକି ହିଁ ଡ୍ରାଏ ରଖିଛି। ଆପଣ ଚାହିଁଲେ ଆଠରୁ ଆଉ ଟିକେ ପାଣି ଦେଇପାରନ୍ତି, ବଟ୍ ମୋତେ ଏମିତି ଭଲ ଲାଗେ ସେଥିପାଇଁ ମୁଁ ଏତିକି ରଖିଛି। ଆଠରୁ ଅଧିକ ଡ୍ରାଏ କଲେ ଭଲ ଲାଗିବନି। ତ ଆମ ଚିଙ୍ଗୁଡ଼ି ମଲାଇ କରି ବନିକି ଏଠି ରେଡ଼ି ହେଇଯାଇଛି। ଖାଇବାରେ ବହୁତ ଟେଷ୍ଟ ଥିଲା। ଚିଙ୍ଗୁଡ଼ି ବହୁତ ସଫ୍ଟ ଥିଲା। ଆକୁ ବନେଇବା ତ କେତେ ସହଜ ଆପଣ ଦେଖିପାରିଲେ। ତ ସିଓର ଘରେ ଗୋଟେ ଥର ଆକୁ ଟ୍ରାଏ କରନ୍ତୁ। କିପରି ଲାଗିଲା ମୋତେ କମେଣ୍ଟରେ ଜଣେଇବେ। ଆଉ ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍ ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଜୟ ଜଗନ୍ନାଥ। ଆଉ ଆପଣଙ୍କ ଭିତରୁ କାହାକୁ ଏ ମଲାଇ କରି ପସନ୍ଦ ମୋତେ କମେଣ୍ଟରେ ଜଣେଇବେ।